ଧ୍ୟାନ ଓ ପ୍ରାର୍ଥନା ଜୁଲାଇ 17, 1914। ଆମମାନଙ୍କ ଆଖିରେ ପାର୍ଥିବ ସିଦ୍ଧି ସବୁ ସହଜରେ ବିପୁଳ ପ୍ରାଧାନ୍ୟ ଲାଭ କରେ, କାରଣ ସେମାନଙ୍କର ପରିମାପ ଠିକ୍ ଆମ୍ଭମାନଙ୍କ ବାହ୍ୟ ସତ୍ତାର ଅନୁପାତରେ, ଯେଉଁ ସୀମାବଦ୍ଧ ରୂପ ନେଇ ଆମେ ମଣିଷ ହୋଇଛୁ ତାର ଅନୁପାତରେ। କିନ୍ତୁ ତୋ ତୁଳନାରେ, ତୋ ସମ୍ମୁଖରେ ପାର୍ଥିବ ସିଦ୍ଧିର କ'ଣ ବା ମୂଲ୍ୟ? ତା ଯେତେ ନିଖୁଣ, ଯେତେ ପରିପୂର୍ଣ୍ଣ, ଯେତେ ଦିବ୍ୟଧର୍ମୀ ହେଉ, ତା ହେଉଛି ତୋ ଶାଶ୍ୱତ ସତ୍ତା ମଧ୍ୟରେ ଏକ ନଗଣ୍ୟ ମୁହୂର୍ତ୍ତ। ଆଉ ସେ ଯେଉଁ ସବୁ ଫଳ ନେଇ ଆସେ, ତାହା ଯେତେ ଶକ୍ତିମାନ, ଯେତେ ଆଶ୍ଚର୍ଯ୍ୟକର ହେଉନା କାହିଁକି, ସେସବୁ ହେଉଛି ତୋ ଅଭିମୁଖରେ ଯେଉଁ ଅନ୍ତହୀନ ଯାତ୍ରା, ତା ମଧ୍ୟରେ ଗୋଟିଏ ଗୋଟିଏ ଅକିଞ୍ଚିତକର କଣିକା। ତୋ କର୍ମୀମାନେ କଦାପି ଏକଥା ଭୁଲିଗଲେ ଚଳିବ ନାହିଁ, ଅନ୍ୟଥା ସେମାନେ ତୋ ସେବାର ଅଯୋଗ୍ୟ ହୋଇଯିବେ। ହେ ମଧୁରାଧିପତି ପ୍ରଭୁ ମୋର, କୌଣସି କିଛି ପାଇଁ ଦାୟିତ୍ୱ ହେଲା ଆମର ଏପରି ଧାରଣା ରଖିବା, ତୋର ପରମ ଭାଗବତ ଇଚ୍ଛାଶକ୍ତି ଆମ ମଧ୍ୟରେ ବ୍ୟକ୍ତି ରୂପ ଗ୍ରହଣ କରିବ। ଏପରି ଇଚ୍ଛା ରଖିବା ବାଳସୁଲଭ ଚପଳତା ଛଡ଼ା ଆଉ କ'ଣ ହୋଇପାରେ? ତୋର ହୃଦୟ ସହ ମିଳିତ ହୋଇଯିବା, ସେଠାରେ ଚିରକାଳ ବାସ କରିବା, ଏଇ କ'ଣ ଯଥେଷ୍ଟ ନୁହେଁ? ତାହେଲେ ସକଳ ଦାୟିତ୍ୱ ତୁ ଗ୍ରହଣ କରୁ ଏବଂ ତୋ ଇଚ୍ଛା କାର୍ଯ୍ୟ କରିଚାଲେ। ଆମେ ଜାଣୁ ବା ନ ଜାଣୁ, ସେଥିରେ ଯାଏ ଆସେ ନାହିଁ। ସେ ସିଦ୍ଧି ବାହ୍ୟ ଅବସ୍ଥା ଉପରେ ଆଦୌ ନିର୍ଭର କରେ ନାହିଁ। ତାକୁ କେତେ ଅଧିକ ମାତ୍ରାରେ ଅନୁସରଣ କରାହେଲା ବା ଅବଧାରଣା କରାହେଲା, ସେ ସେହି ବିବେଚନାକୁ ଅପେକ୍ଷା କରେ ନାହିଁ। ଏ ହେଲା ପ୍ରକୃତ ସିଦ୍ଧି, ସିଦ୍ଧିର ପରମ ଉତ୍କର୍ଷ। ସେ ଧରଣର ଏକମାତ୍ର ସିଦ୍ଧି ହେଲା ଅଖଣ୍ଡ ଭାବେ, ନିବିଡ଼ ଭାବେ, ଚିରନ୍ତନ ଭାବେ ତୋ ସହ ଏକ ହୋଇଯିବା। ଆଉ ଏହି କ୍ଷଣିକ ଜୀବନ, ଏହି ନଶ୍ୱର ଜଗତରେ ତୋର ଯେଉଁ କ୍ଷଣିକ ଓ ନଶ୍ୱର ପ୍ରକାଶ, ତାର ଭାର ତୁ ନେଇଛୁ। ତୋ ବିବେଚନା ଅନୁସାରେ ତାର ଯେଉଁଥିରେ ମଙ୍ଗଳ, ସେ ତାହା ହୋଇଉଠିବା ପାଇଁ ଯାହା ଆବଶ୍ୟକ, ତୁ ତାହା କର। ହେ ମୋର ମଧୁମୟ ପ୍ରଭୁ, ମୋର ପରମ ଅଧୀଶ୍ୱର, ମୋ ଠାରୁ ସମସ୍ତ ଚିନ୍ତାର ଭାର ତୁ ନେଇଯାଇଛୁ, ରଖିଛୁ ଖାଲି ଆନନ୍ଦ, ତୋ ସହ ସମ୍ମିଳନର ପରମ ଉଲ୍ଲାସ।